ପିଲାବେଳେ ବାପା ମା ସବୁବେଳେ କହନ୍ତି ଆରେ ଏ ପିଲା ସହ ମିଶନା ସେ ପିଲା ସହିତ ମିଶନା ଏଇ ସେଇଟା ଖରାପ ପିଲା ସେଇଟା ଭଲ ପିଲା ୟା ସହିତ ମିଶିବୁ ତା ସହିତ ମିଶିବୁ। ଏବେ ବି କିଛି ଲୋକ ଅଛନ୍ତି ଯେଉଁମାନେ ଆମର ଗୁରୁ ଗୁରୁଜନ ସେମାନେ ବି କହନ୍ତି ଆରେ ତୁ ତା ସହିତ କାହିଁ ମିଶୁଛୁ ତା ସହିତ କାହିଁ ମିଶୁଛୁ। ଏହାର କାରଣ ଆଜ୍ଞା ସବୁ ଗୁରୁ ଗୁରୁଜନ ବାପା ମା ଚାହାନ୍ତି ତାଙ୍କ ପିଲାଟା ଭଲ ହେଉ, କିନ୍ତୁ ଏବେ ଏମିତି କିଛି ସଙ୍ଗ ଦୋଷ ଆମମାନଙ୍କୁ ଘାରିଛି ଯେଉଁ ସଙ୍ଗ ଦୋଷ ବା ଯେଉଁ ସଙ୍ଗତ ପାଇଁ ଯେଉଁ ସାଙ୍ଗମାନଙ୍କ ପାଇଁ ଆମର କିଛି ଭୁଲ ନଥାଇ ମଧ୍ୟ ଆମକୁ ଅପଦସ୍ତ ହେବାକୁ ପଡ଼େ। ସାଙ୍ଗମାନେ ଖରାପ କାମ କରିବେ, ସାଙ୍ଗମାନେ ଖରାପ କାର୍ଯ୍ୟରେ ଲିପ୍ତ ରହିବେ, ସାଙ୍ଗମାନଙ୍କୁ ଅନ୍ୟ ଲୋକମାନେ ଖରାପ ଭାବୁଥିବେ, କିନ୍ତୁ ଆମେ ସେଇଭଳି ଲୋକଙ୍କ ସହିତ ବନ୍ଧୁତା ବାନ୍ଧିଲେ ବା ସେମାନଙ୍କ ସହିତ ସାଙ୍ଗ ହେଲେ ଆମେ ମଧ୍ୟ ସେଇମିତି ନଜରରେ ଅନ୍ୟମାନଙ୍କୁ ଦେଖାଯିବା। ସେଇଥିପାଇଁ କୁହାଯାଏ ନା ସଙ୍ଗତ ବର୍ବାଦୀର କାରଣ, ସଙ୍ଗତ ଅପଦସ୍ତର ମଧ୍ୟ ଗୋଟେ କାରଣ ହେଇପାରେ। ସେଇଥିପାଇଁ ଯେତେବେଳେ ବି କାହା ସହିତ ବନ୍ଧୁତା ବାନ୍ଧୁଛନ୍ତି କିମ୍ବା କାହା ସହିତ ସାଙ୍ଗ କରୁଛନ୍ତି ତାର ସବୁକିଛି ଦେଖିକି ସାଙ୍ଗ କରନ୍ତୁ, କାହିଁକିନା ଆପଣଙ୍କର କିଛି ବି ଭୁଲ ନଥାଇ ମଧ୍ୟ ସେ ସାଙ୍ଗର ଭୁଲ ପାଇଁ ଆପଣ ଏ ଦୁନିଆ ଦାଣ୍ଡରେ ଅପଦସ୍ତ ହେବେ ହିଁ ହେବେ। ଏଇ ତ ଜୀବନର କଥା।